ପ୍ରଭୁଙ୍କର ବାକ୍ୟ। ଜନ୍ 17:17 ଲେଖା ଅଛି, ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, କାରଣ ତୋର ବାକ୍ୟ ତ ସତ୍ୟ। ଆମକୁ ବାକ୍ୟରେ ଆମକୁ ଆନନ୍ଦ ମିଳିବାକୁ ଅଛି। ସତ୍ୟ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେହିଭଳି ଭାବରେ ସତ୍ୟ ହେଲା ପ୍ରଭୁଙ୍କର ବାକ୍ୟ। ସେ ସତ୍ୟରେ ଆମକୁ ଆନନ୍ଦ ମିଳିବାକୁ ଅଛି। ଯେତେବେଳେ ଜନ୍ 8:32 ଅନୁସାରେ ଯେତେବେଳେ ଆମେ ସତ୍ୟ ଜ୍ଞାନ ଦେଲୁ, ସେ ସତ୍ୟ ଆମକୁ କ'ଣ କଲା? ମୁକ୍ତ କଲା। ତୁମେ ସତ୍ୟ ଜ୍ଞାନ ଦେବ, ସେ ସତ୍ୟ ତୁମକୁ କ'ଣ କରିବ? ମୁକ୍ତ କରିବ। ଆଉ সেই সময় মধ্যে আমাকে যেগুলো সত্য জ্ঞান দিল, সত্য প্রাপ্ত হইল, আর প্রভুଙ୍କର ପରିଚୟ ପାଇଲୁ, ସେଥିରେ ଆମକୁ କ'ଣ ଲାଗୁଛି? ପ୍ରଭୁଙ୍କର ଆନନ୍ଦ ଆମକୁ ଲାଗୁଛି। ହାଲେଲୁୟା। ଜନ୍ 17:17 ଅନୁସାରେ ସତ୍ୟ ହେଲା ପ୍ରଭୁଙ୍କର ବାକ୍ୟ। ଅଧର୍ମରେ ଆନନ୍ଦ ଯିବା। ଆଜି ଯେତେକ ଲୋକମାନେ ଅଧର୍ମରେ ଆନନ୍ଦ କରନ୍ତି, এই জগতের লোকମାନେ, জগতের নেতাମାନେ, জগতের